ଧନୁପଲ୍ଲୀ ଥାନା ଅଧୀନସ୍ଥ ଚାରଘାଟି ଗାଁର ସେ ଦିଲ୍ଲୀପ କୁମାର ସାହୁ ପାଖାପାଖି ବୟସ 46 ବର୍ଷ ହବ। ସେ ଆମର ହୋମଗାର୍ଡ ଚାକିରି କରିଦେବା ପାଇଁ କହିକିରି ସୁଜମୁରା ଥାନା ଏରିଆର 6 ଜଣ କ୍ୟାଣ୍ଡିଡେଟଙ୍କ ଠାରୁ 8,27,000 ଟଙ୍କା ଠକି ନେଇଥିଲେ ଏବଂ ଯେତେବେଳେ ଆମର ହୋମଗାର୍ଡ ରେଜଲ୍ଟ ତାଙ୍କ ରିଟର୍ନ ରେଜଲ୍ଟ ବାହାରିଲା ସେଇ କ୍ୟାଣ୍ଡିଡେଟ ମାନଙ୍କର ନାଁ ନଥିଲା, ଯାହାଫଳରେ ସେମାନେ ତାକୁ ଟଙ୍କା ମାଗିଲେ, ସେ ଟଙ୍କା ଦେବା ପାଇଁ ମନା କଲେ। ତେଣୁକରି ସେମାନେ ଆସି ଏଫଆଇଆର ଦେଲେ ଥାନାରେ ଏଫଆଇଆର ଦେଲା ପରେ ଧନୁପଲ୍ଲୀ ଥାନା କେସ୍ ନମ୍ବର 74/26 ରେଜିଷ୍ଟ୍ରେସନ ହେଇଛି। ଦିଲ୍ଲୀପ କୁମାର ସାହୁକୁ ଏଥିରେ ଗିରଫ କରାଯାଇଛି ଏବଂ ତାକୁ ଆମେ କୋର୍ଟ ଚାଲାଣ କରାଯାଉଛି ଦିଲ୍ଲୀପ ସାହୁକୁ। ହଁ, ଏମାନେ ସେ ପିଲାଙ୍କର ଯେହେତୁ ଆଗରୁ ଭେଟ ହୋଇଥିଲା ପଡିଆ ମହଲ ପାଖରେ, ସେ କହିଥିଲେ ଯେ ମୋର ପୋଲିସ ଡିପାର୍ଟମେଣ୍ଟରେ ଚିହ୍ନା ଅଛନ୍ତି ଏବଂ ଯୋଉ ହୋମଗାର୍ଡ ଇଣ୍ଟରଭ୍ୟୁ ହବ ସେଥିରେ ମୁଁ କହିକି ତମମାନଙ୍କୁ ପୁଷ୍କରି ଭର୍ତ୍ତି କରିବି, କେତେ ଟଙ୍କା ଲାଗିବ। ଲୋକମାନଙ୍କୁ ପିଲାମାନଙ୍କୁ ସେ ଭଟକେଇକିରି ତାକୁ ଇଣ୍ଡ୍ୟୁସ କରିକିରି ତାଙ୍କର ପଇସା ପାଖାପାଖି 1 ଲାଖ ପାଖାପାଖି ଲକ୍ଷେ 20 ଏମିତି ଦେଇଛନ୍ତି, 8,27,000 ଟଙ୍କା ଦେଇଛନ୍ତି। ନା ନା ସାର୍ କି ସେମିତି କୌଣସି ପୋଲିସ ଚିହ୍ନା ନାହାନ୍ତି। ତାପରେ ଆମେ ବି ଗୋଟେ ମେସେଜ ଦେବା ପାଇଁ ଚାହୁଁଛୁ ଯେ ଆମର ଯୋଉ ରିକ୍ରୁଟମେଣ୍ଟ ପ୍ରୋସେସ ଚାଲିଛି ହୋମଗାର୍ଡର ସମ୍ବଲପୁର ଜିଲ୍ଲାରେ, ସେଟା ଫ୍ରି ଆଣ୍ଡ ଫେୟାର ମ୍ୟାନରରେ ହଉଛି ଏବଂ ଯୋଉମାନେ ପୁରା ଯୋଗ୍ୟତା ଏବଂ ଦକ୍ଷତା ଭିତ୍ତିକ ବିଷୟରେ ହଉଛି। ଏଥିରେ କାହାର ଇମ୍ପ୍ରେସନ ଯେହେତୁ ହଉଛି ଏବଂ କାହାର ଏଥିରେ ଯିଏ ଠକୁଛନ୍ତି କ୍ୟାଣ୍ଡିଡେଟ ମାନଙ୍କୁ ଯେ ଆମର ଚିହ୍ନା ଅଛନ୍ତି, ଆମେ ଚାକିରି କରେଇଦବୁ, ଆମର ଏଇ ଚାକିରିରେ ଆମକୁ ରଖେଇଦବୁ କହି କହୁଛନ୍ତି, ସେଥିରୁ ସେ ନିବୃତ୍ତ ରୁହନ୍ତୁ, ଠକାମିର ଶିକାର ହୁଅନ୍ତୁ ନାହିଁ। ଯଦି ବା କୌଣସି ଥାନା ଏରିଆରେ ଏମିତି କିଛି ଘଟଣା ଘଟିଛି କିମ୍ବା କୌଣସି ଲୋକ ପ୍ରଭାବିତ କରୁଛନ୍ତି କ୍ୟାଣ୍ଡିଡେଟ ମାନଙ୍କୁ, ସେମାନେ ଖୁବ ନିର୍ଦ୍ୱନ୍ଦରେ ଆସି ଥାନାରେ ଏଫଆଇଆର କରିପାରିବେ। ଆମେ ମଧ୍ୟ ଆଇଏସି ମାନଙ୍କୁ ଇନଷ୍ଟ୍ରକ୍ସନ ଦିଆ ସରିଛି ଯେ ଏମିତି କିଛି ଠକାମିର ଶିକାର ଯଦି ପିଲାମାନେ ହଉଛନ୍ତି ବା ପ୍ରବର୍ତ୍ତ ହଉଛନ୍ତି ତାହା ଥାନାରେ ଏଫଆଇଆର